ଆସନ୍ତୁ ଆଜି ଆମେ DSC-1 ୟୁନିଟ୍ 16 ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଖେଳ କ୍ରିୟାକଳାପ। ନମ୍ବର 1, ଶିଶୁ ବିକାଶରେ ଖେଳର ପ୍ରଧାନ ଭୂମିକା କ'ଣ? ଅପସନ୍ ବି, ଖେଳ ଦ୍ୱାରା ଶିଶୁଙ୍କର ସମଗ୍ର ବିକାଶ ହୋଇଥାଏ। ଖେଳ ମାଧ୍ୟମରେ ଶିଶୁ କ'ଣ ଶିଖିଥାଏ? ଖେଳ ଶିଶୁକୁ ସହଯୋଗ, ନିୟମ ଓ ଧୈର୍ଯ୍ୟ ଶିଖାଏ। ଦୌଡ଼, ଲାମ୍ଫ, ବଲ୍ ଖେଳ ଇତ୍ୟାଦି କେଉଁ ବିକାଶ ସହିତ ଜଡ଼ିତ? ଏହି ଖେଳଗୁଡ଼ିକ ଶିଶୁଙ୍କ ଶାରୀରିକ ବିକାଶ କରେ। ଭୂମିକା ଅଭିନୟ ଖେଳ ବା ରୋଲ୍ ପ୍ଲେ କେଉଁ ବିକାଶକୁ ସାହାଯ୍ୟ କରେ? ଏହି ଖେଳ ଭାବନାତ୍ମକ ଓ ସାମାଜିକ ବିକାଶ କରେ। ଗୀତ, ତାଳି, ନୃତ୍ୟ ଖେଳ ଦ୍ୱାରା କେଉଁ ବିକାଶ ହୁଏ? ଏହା ଭାଷା ଓ ସୃଜନାତ୍ମକ ବିକାଶରେ ସହାୟକ। ଗୋଷ୍ଠୀ ଖେଳର ଲାଭ କ'ଣ? ଗୋଷ୍ଠୀ ଖେଳ ସହଯୋଗ ଓ ସାମାଜିକତା ବୃଦ୍ଧି କରେ। ଖେଳ ସମୟରେ ଶିଶୁଙ୍କ ଭୂମିକା କ'ଣ? ଶିକ୍ଷକ ମାର୍ଗଦର୍ଶନ ଓ ସହଯୋଗ କରିବା ଉଚିତ। ଖେଳ ଦ୍ୱାରା ଶିଶୁଙ୍କ ଆତ୍ମବିଶ୍ୱାସ କିପରି ବୃଦ୍ଧି ପାଏ? ଅପସନ୍ ବି, ସଫଳତା ଅନୁଭବ ଶିଶୁଙ୍କ ଆତ୍ମବିଶ୍ୱାସ ବଢ଼ାଏ। ଖେଳ ଶିଶୁଙ୍କ ମାନସିକ ବିକାଶରେ କିପରି ସାହାଯ୍ୟ କରେ? ଖେଳ ମାନସିକ କ୍ଷମତା ହ୍ରାସ କରେ। ଖେଳ ଆଧାରିତ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଅପସନ୍ ବି, ଆନନ୍ଦମୟ ଭାବେ ଶିକ୍ଷା ଦେବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଶିଶୁ ପାଇଁ ଖେଳ କାହିଁକି ଆବଶ୍ୟକ? ଖେଳ ଶିଶୁଙ୍କ ସମଗ୍ର ବିକାଶ ପାଇଁ ଆବଶ୍ୟକ। ଖେଳ ସମୟରେ ଶିଶୁ କ'ଣ ଶିଖେ? ଖେଳ ଦ୍ୱାରା ଶିଶୁ ସହଯୋଗ ଓ ଆତ୍ମନିୟନ୍ତ୍ରଣ ଶିଖେ। ଏକା ଖେଳ ବା ସୋଲିଟାରୀ ପ୍ଲେ କେଉଁ ବୟସରେ ଦେଖାଯାଏ? ଏକା ଖେଳ ଆରମ୍ଭିକ ଶିଶୁ ଅବସ୍ଥାରେ ଦେଖାଯାଏ। ସମାନ୍ତରାଳ ଖେଳ ବା ପ୍ୟାରାଲାଲ୍ ପ୍ଲେର ଅର୍ଥ କ'ଣ? ସମାନ୍ତରାଳ ଖେଳରେ ଶିଶୁମାନେ ପାଖାପାଖି ଖେଳନ୍ତି କିନ୍ତୁ ସଂଯୋଗ ନଥାଏ। ଗୋଷ୍ଠୀ ଖେଳ କେଉଁ ବିକାଶକୁ ଅଧିକ ସାହାଯ୍ୟ କରେ? ଗୋଷ୍ଠୀ ଖେଳ ସାମାଜିକ ବିକାଶରେ ସାହାଯ୍ୟ କରେ। ଖେଳ ସମୟରେ ଶିଶୁ ନିୟମ ମାନିବା ଶିଖେ। ଅପସନ୍ ଏ, ଏହା ନୈତିକ ବିକାଶ ସହ ସମ୍ପୃକ୍ତ। ଗୀତ, ନୃତ୍ୟ ଖେଳ ଦ୍ୱାରା କ'ଣ ବିକାଶ ହୁଏ? ସୃଜନାତ୍ମକ ଭାଷା ବିକାଶ କରେ। ବଲ୍ ଖେଳିବା ଦ୍ୱାରା କ'ଣ ବୃଦ୍ଧି ପାଏ? ବଲ୍ ଖେଳିବାରେ ହାତ ଓ ଆଖି ସମନ୍ୱୟ ବୃଦ୍ଧି ପାଏ। ଖେଳ ଶିଶୁଙ୍କ ଭାବନାକୁ କିପରି ପ୍ରଭାବିତ କରେ? ଅପସନ୍ ବି, ଖେଳ ଶିଶୁକୁ ଆନନ୍ଦ ଓ ସନ୍ତୋଷ ଦେଉଛି। ଶିକ୍ଷକଙ୍କ ଭୂମିକା ଖେଳ ସମୟରେ କ'ଣ? ଶିକ୍ଷକ ଖେଳକୁ ସହଯୋଗ ଓ ନିରୀକ୍ଷଣ କରନ୍ତି। ଖେଳ ସମୟରେ ଶିକ୍ଷକଙ୍କ ପ୍ରଧାନ ଭୂମିକା କ'ଣ? ଖେଳ ସମୟରେ ଶିକ୍ଷକଙ୍କ ପ୍ରଧାନ ଭୂମିକା ହେଉଛି ନିରୀକ୍ଷଣ କରି ସହଯୋଗ କରିବା। ଖେଳ ଶିଶୁଙ୍କ ଆତ୍ମବିଶ୍ୱାସ କିପରି ବୃଦ୍ଧି କରେ? ଖେଳ ସମୟରେ ସଫଳତା ଅନୁଭବ କରିଲେ ଶିଶୁଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଏ। ଦଳ ଖେଳ ଶିଶୁକୁ କ'ଣ ଶିଖାଏ? ଦଳ ଖେଳ ଶିଶୁଙ୍କୁ ସହଯୋଗ, ନେତୃତ୍ୱ ଓ ଶିଷ୍ଟାଚାର ଶିଖାଏ। ନକଲ ଖେଳ ଦ୍ୱାରା କ'ଣ ବିକାଶ ହୁଏ? ନକଲ ଖେଳ ଦ୍ୱାରା ଶିଶୁଙ୍କ ଶିକ୍ଷା ଓ ଭାଷା ବିକାଶରେ ସାହାଯ୍ୟ କରେ। ସୃଜନାତ୍ମକ ଖେଳର ମୁଖ୍ୟ ଲାଭ କ'ଣ? ସୃଜନାତ୍ମକ ଖେଳ ଶିଶୁଙ୍କ କଳ୍ପନା ଶକ୍ତି ଓ ସୃଜନଶୀଳତା ବୃଦ୍ଧି କରେ। ଖେଳ ଶିଶୁଙ୍କ ମାନସିକ ବିକାଶକୁ କିପରି ସାହାଯ୍ୟ କରେ? ଖେଳ ଚିନ୍ତନ ଓ ସମସ୍ୟା ସମାଧାନ କ୍ଷମତା ବୃଦ୍ଧି କରେ। ଶାରୀରିକ ଖେଳ ଦ୍ୱାରା କ'ଣ ଲାଭ ମିଳେ? ଶାରୀରିକ ଖେଳ ଦ୍ୱାରା ଶରୀର ସୁସ୍ଥ ଓ ସକ୍ରିୟ ରୁହେ। ଖେଳ ସମୟରେ ଶିଶୁ କାହିଁକି ନିୟମ ମାନିବା ଶିଖେ? ଖେଳ ସମୟରେ ନିୟମ ମାନିବା ଦ୍ୱାରା ଅନୁଶାସନ ଓ ନୈତିକତା ବିକାଶ ପାଏ। ଖେଳ ଦ୍ୱାରା ଶିଶୁଙ୍କ ଭାବନାତ୍ମକ ସମତୁଳନ କିପରି ହୁଏ? ଖେଳ ଶିଶୁଙ୍କୁ ଆନନ୍ଦ ଓ ସନ୍ତୋଷ ଦେଇ ଭାବନାତ୍ମକ ସମତୁଳନ ଆଣେ। ଖେଳ ଶିଶୁଙ୍କ ସାମାଜିକ ସମ୍ପର୍କକୁ କିପରି ବୃଦ୍ଧି କରେ? ଖେଳ ଶିଶୁଙ୍କୁ ଅପସର ମିଶିବା ଓ ସହଯୋଗ କରିବା ଶିଖାଏ। ଖେଳ ଆଧାରିତ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ କ'ଣ? ଖେଳ ଆଧାରିତ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେଉଛି ଆନନ୍ଦ ସହିତ ଶିକ୍ଷା ଦେବା। ଖେଳ ଶିଶୁଙ୍କୁ ସ୍ୱାଧୀନ କରିବାର କାରଣ କ'ଣ? ଖେଳରେ ନିଜେ ନିଷ୍ପତ୍ତି ନେବାର ସୁଯୋଗ ମିଳିବାରୁ ଶିଶୁ ସ୍ୱାଧୀନ ହୁଏ। ଖେଳ ଶିଶୁଙ୍କ ଭାଷା ବିକାଶକୁ କିପରି ସାହାଯ୍ୟ କରେ? ଖେଳ ସମୟରେ ଆଲୋଚନା ଓ ଅଭିବ୍ୟକ୍ତି ମାଧ୍ୟମରେ ଭାଷା ବିକାଶ ହୁଏ। ଖେଳ ଶିଶୁଙ୍କୁ ସହନଶୀଳ କିପରି କରେ? ଖେଳ ଜିତ୍ ହାର ସ୍ୱୀକାର କରିବା ଶିଖାଏ। ସହନଶୀଳତା ବଢ଼ାଏ। ଖେଳ ମାଧ୍ୟମରେ ଆତ୍ମପ୍ରକାଶ କିପରି ହୁଏ? ଖେଳରେ ଭାବ, ଭଙ୍ଗିମା ଓ କଥା ମାଧ୍ୟମରେ ଆତ୍ମପ୍ରକାଶ ହୁଏ। ଖେଳ ଶିଶୁଙ୍କ ନୈତିକ ବିକାଶରେ କିପରି ସାହାଯ୍ୟ କରେ? ଖେଳ ନ୍ୟାୟ, ସତ୍ୟତା, ନିୟମ ମାନିବା ଶିଖାଇ ନୈତିକତା ବିକାଶ କରେ। ଖେଳ ଶିଶୁଙ୍କ ଆଚରଣକୁ କିପରି ପ୍ରଭାବିତ କରେ? ଖେଳ ଶିଶୁଙ୍କ ଆଚରଣକୁ ସକାରାତ୍ମକ ଓ ସଞ୍ଚିତ କରେ। ଖେଳ ଶିଶୁଙ୍କ ମନୋଭାବକୁ କିପରି ପରିବର୍ତ୍ତନ କରେ? ଖେଳ ଶିଶୁଙ୍କ ମନୋଭାବକୁ ସକାରାତ୍ମକ କରେ। ଖେଳ ଶିଶୁଙ୍କୁ ସକ୍ରିୟ କିପରି କରେ? ଖେଳ ଶିଶୁଙ୍କୁ ଶାରୀରିକ ଓ ମାନସିକ ଭାବେ ସଚେତନ ରଖେ। ଖେଳ ଶିଶୁଙ୍କ ଧୈର୍ଯ୍ୟ କିପରି ବଢ଼ାଏ? ଖେଳ ପାଳା ଅପେକ୍ଷା ଧୈର୍ଯ୍ୟ ଶିଖାଇ ଦେଇଥାଏ। ଖେଳ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ କାହିଁକି ଭଲ? ଖେଳ ଶରୀରକୁ ସୁସ୍ଥ ଓ ଫୁର୍ତ୍ତି ରଖେ। ଖେଳ ଶିଶୁଙ୍କ ସାମଗ୍ରିକ ବିକାଶରେ କିପରି ସାହାଯ୍ୟ କରେ? ଖେଳ ଶିଶୁଙ୍କ ସାମଗ୍ରିକ ବିକାଶ କରେ। ଖେଳ ଶିଶୁଙ୍କ ଶିକ୍ଷା ପ୍ରତି କିପରି ଆକର୍ଷିତ? ଖେଳ ଆନନ୍ଦମୟ ପରିବେଶ ସୃଷ୍ଟି କରି ଶିକ୍ଷା ପ୍ରତି ଆକର୍ଷିତ କରେ। ଶିଶୁ ଖେଳଙ୍କ ସହଯୋଗୀ ମନୋଭାବକୁ କିପରି ବଢ଼ାଏ? ଖେଳ ଏକାସାଥୀ କାମ କରିବାକୁ ଶିଖାଇ ସହଯୋଗ ମନୋଭାବ ବଢ଼ାଏ। ଖେଳ ଶିଶୁଙ୍କ ଅନୁଶାସନ କିପରି କରେ? ଖେଳ ନିୟମ ମାନିବାର ଅଭ୍ୟାସ ଦେଇ ଅନୁଶାସିତ କରେ। ଖେଳ ଶିଶୁଙ୍କ ଚାପ କିପରି କମାଏ? ଖେଳ ଆନନ୍ଦ ଓ ବିଶ୍ରାମ ଦେଇ ଚାପ କମାଏ। ଖେଳ ଶିଶୁଙ୍କ ସୃଜନଶୀଳତାକୁ କିପରି ବଢ଼ାଏ? ଖେଳ ନିଜ ନୂଆ ଭାବନା ଗଢ଼ିବା ସୁଯୋଗ ଦେଇ ସୃଜନଶୀଳତା ବଢ଼ାଏ। ଖେଳ ଶିଶୁଙ୍କୁ ସାହସୀ କିପରି କରେ?
ଖେଳ ନୂଆ କାମ କରିବାର ଆତ୍ମବିଶ୍ୱାସ ଦେଇ ସାହସୀ କରେ। ଖେଳ ଶିଶୁଙ୍କ ଆଚାର ସୁଧାର କିପରି କରେ? ଖେଳ ସକାରାତ୍ମକ ଆଚରଣ ଅଭ୍ୟାସ ଦେଇ ଆଚରଣ ସୁଧାରେ। ଖେଳ ଶିଶୁଙ୍କୁ ନିୟମିତ କାହିଁକି କରେ? ସ୍ୱାଧୀନତା ଓ ମଜା ମିଳୁଥିବାରୁ ଖେଳ ଶିଶୁଙ୍କୁ ଆନନ୍ଦିତ କରେ। ଶିଶୁ ବିକାଶ ପାଇଁ ଖେଳ କାହିଁକି? ସମଗ୍ର ବିକାଶ ସୁନିଶ୍ଚିତ କରିବା ପାଇଁ ଖେଳ ଅତ୍ୟାବଶ୍ୟକ। DC-1 ୟୁନିଟ୍ 17 ଡେଭଲପମେଣ୍ଟ ଫିଜିକାଲ ଷ୍ଟ୍ରେଂଥ ଆଣ୍ଡ ମୋଟର କୋର୍ଡିନେସନ। ନମ୍ବର 1 ଶିଶୁଙ୍କ ଶାରୀରିକ ଶକ୍ତି ବିକାଶର ଅର୍ଥ କ'ଣ? ସାର୍ ଅପସନ୍ ବି ଶରୀର ଶକ୍ତି, ସହନଶୀଳତା ଓ ସକ୍ରିୟତା ବୃଦ୍ଧି। ମୋଟର ସମନ୍ୱୟ କହିଲେ କ'ଣ ବୁଝାଯାଏ? ଅପସନ୍ ବି ଶରୀରର ବିଭିନ୍ନ ଅଂଶକୁ ସମନ୍ୱୟରେ ଚଳାଇବା କ୍ଷମତା। ଦୌଡ଼ିବା ଲାଫ ମାରିବା କେଉଁ ପ୍ରକାର ମୋଟର କୌଶଳ? ଅପସନ୍ ସି ସ୍ଥୂଳ ମୋଟର କୌଶଳ। ଲେଖିବା ଚିତ୍ର ଆଙ୍କିବା କେଉଁ କୌଶଳ ସହ ସମ୍ପର୍କିତ? ଅପସନ୍ ବି ସୂକ୍ଷ୍ମ ମୋଟର। ଶିଶୁଙ୍କ ଶାରୀରିକ ଶକ୍ତି ବିକାଶ ପାଇଁ କ'ଣ ଆବଶ୍ୟକ? ଅପସନ୍ ବି ନିୟମିତ ଖେଳ ଓ ବ୍ୟାୟାମ। ବଲ୍ ଧରିବା ଓ ଛାଡ଼ିବା କେଉଁ କ୍ଷମତା ବିକାଶ କରେ? ଅପସନ୍ ବି ହାତ ଓ ଆଖି ସମନ୍ୱୟ। ଚଢ଼ିବା ଏବଂ ଓହ୍ଲାଇବା ଦ୍ୱାରା କ'ଣ ବିକାଶ ହୁଏ? ଅପସନ୍ ବି ଶାରୀରିକ ଶକ୍ତି ଓ ସମତୋଳନ। ସମତୋଳନ ରଖିବା କ୍ଷମତା କେଉଁଥିରେ ସାହାଯ୍ୟ କରେ? ହାঁଟିବା ଏବଂ ଦୌଡ଼ିବାରେ। ମୋଟର କୌଶଳ ବିକାଶରେ ଖେଳର ଭୂମିକା କ'ଣ? ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ କାର୍ଯ୍ୟ ଯେପରିକି ବଟନ୍ ଲଗାଇବା କେଉଁ ବିକାଶ ସହିତ ସମ୍ପର୍କିତ? ସୂକ୍ଷ୍ମ ମୋଟର। ଶାରୀରିକ କ୍ରିୟାକଳାପ ଶିଶୁଙ୍କୁ କିପରି ସାହାଯ୍ୟ କରେ? ସୁସ୍ଥ, ସକ୍ରିୟ ଓ ଶକ୍ତିଶାଳୀ କରେ। ମୋଟର ସମନ୍ୱୟ ଭଲ ହେଲେ ଶିଶୁ କାମ ସହଜରେ କରିପାରେ। ଅପସନ୍ ବି ରସି ଲାଫ କେଉଁ ବିକାଶରେ ସାହାଯ୍ୟ କରେ? ଅପସନ୍ ବି ଶାରୀରିକ ଶକ୍ତି ଓ ସମନ୍ୱୟ। ଶିକ୍ଷକଙ୍କ ଭୂମିକା ମୋଟର ବିକାଶରେ କ'ଣ? ସୁରକ୍ଷିତ ପରିବେଶ ଓ ସୁଯୋଗ ଦେବା। ଶାରୀରିକ ଶକ୍ତି ବିକାଶ ନହେଲେ କ'ଣ ସମସ୍ୟା? ଅପସନ୍ ବି ଶିଶୁ ଶୀଘ୍ର କ୍ଳାନ୍ତ ହୁଏ। ମୋଟର ବିକାଶ ଶିଶୁଙ୍କ କେଉଁ କ୍ଷେତ୍ରରେ ସାହାଯ୍ୟ କରେ? ଅପସନ୍ ବି ଦୈନନ୍ଦିନ କାର୍ଯ୍ୟ ଓ ଶିକ୍ଷା। ସୂକ୍ଷ୍ମ ମୋଟର କୌଶଳ ବିକାଶ ପାଇଁ କ'ଣ ଉପଯୁକ୍ତ କାର୍ଯ୍ୟ? ଅପସନ୍ ବି ମଣିକା ଗଠନ ଓ ଚିତ୍ର ଆଙ୍କିବା। ସ୍ଥୂଳ ମୋଟର କୌଶଳ କାହାକୁ କୁହାଯାଏ? ବଡ଼ ମାଂସପେଶୀ ବ୍ୟବହାର କରିବାକୁ ସ୍ଥୂଳ ମୋଟର କୌଶଳ କୁହାଯାଏ। ଶାରୀରିକ ଶକ୍ତି ଓ ମୋଟର ସମନ୍ୱୟ ବିକାଶ କେବେ ଆରମ୍ଭ ହୁଏ? ଜନ୍ମରୁ ଆରମ୍ଭ। ମୋଟର ବିକାଶ ପାଇଁ ସବୁଠାରୁ ଭଲ ଉପାୟ କ'ଣ? ଅପସନ୍ ବି ନିୟମିତ ଶାରୀରିକ କ୍ରିୟାକଳାପ। ନିୟମିତ ବ୍ୟାୟାମ ଥିବା ଶିଶୁକୁ କ'ଣ ଦେଇଥାଏ? ଶକ୍ତି, ସହନଶୀଳତା ଓ ସୁସ୍ଥତା। ଶରୀର ସମତୋଳନ ରଖିବା କେଉଁ କ୍ଷମତାର ଅଂଶ? ମୋଟର ସମନ୍ୱୟ। ଦୌଡ଼ିବା ସମୟରେ ମୁଖ୍ୟତଃ କେଉଁ ମାଂସପେଶୀ ବ୍ୟବହୃତ ହୋଇଥାଏ? ବଡ଼ ମାଂସପେଶୀ। ଶିଶୁଙ୍କୁ ଲାଫ ମାରିବା ଶିଖାଇବା ଦ୍ୱାରା କ'ଣ ବିକାଶ ହୁଏ? ଶାରୀରିକ ଶକ୍ତି ଓ ସମନ୍ୱୟ। ସୂକ୍ଷ୍ମ ମୋଟର କୌଶଳ ବିକାଶରେ କେଉଁ କାର୍ଯ୍ୟ ସାହାଯ୍ୟ କରେ? ମଣିକା ଗଠିବା। ଶାରୀରିକ ଶକ୍ତି କମ୍ ହେଲେ ଶିଶୁ ଶୀଘ୍ର କ୍ଳାନ୍ତ ହୁଏ। ବଲ୍ ଲାତ ମାରିବା କେଉଁ ବିକାଶ ସହ ସମ୍ପର୍କିତ? ସ୍ଥୂଳ ମୋଟର ବିକାଶ। ମୋଟର ବିକାଶ ଭଲ ହେଲେ ଶିଶୁ ଦୈନନ୍ଦିନ କାମ ସହଜରେ କରେ। ଚଢ଼ିବା ଓହ୍ଲାଇବା କେଉଁ ଗୁଣ କରେ? ସମତୋଳନ ଓ ଶକ୍ତି। ମୋଟର ସମନ୍ୱୟ ଦୁର୍ବଳ ହେଲେ କ'ଣ ହୁଏ? ଶିଶୁ ବାରମ୍ବାର ଭୁଲ କରେ। ଶାରୀରିକ ଶକ୍ତି ବିକାଶ ପାଇଁ କେଉଁଟି ଆବଶ୍ୟକ? ଖେଳ ଓ ବ୍ୟାୟାମ। ହାତ ଆଖି ସମନ୍ୱୟ ବିକାଶ କେଉଁ କାର୍ଯ୍ୟ ପାଇଁ ଭଲ? ବଲ୍ ଧରିବା। ମୋଟର କୌଶଳ ବିକାଶ ଶିଶୁଙ୍କୁ କେଉଁଥିରେ ସାହାଯ୍ୟ କରେ? ଦୈନନ୍ଦିନ ଜୀବନରେ। ସୁରକ୍ଷିତ ଖେଳ ପରିବେଶ କିଏ ଦେବା ଉଚିତ? ଶିକ୍ଷକ ଓ ଅଭିଭାବକ। ସ୍ଥୂଳ ମୋଟର କୌଶଳ ବିକାଶର ଉଦାହରଣ ହେଉଛି ଦୌଡ଼ିବା। ଶାରୀରିକ କ୍ରିୟାକଳାପ ନ ମିଳିଲେ ଶିଶୁ ଦୁର୍ବଳ ହୋଇପାରେ। ଶିଶୁଙ୍କ ମୋଟର ବିକାଶ ମୂଲ୍ୟାୟନ କେଉଁଥିରେ ସାହାଯ୍ୟ କରେ? ସମସ୍ୟା ଚିହ୍ନଟରେ। ସମତୋଳନ ଖେଳ ଶିଶୁଙ୍କୁ କ'ଣ ଶିଖାଏ? ଧୈର୍ଯ୍ୟ ଓ ନିୟନ୍ତ୍ରଣ। ମୋଟର ବିକାଶ ଓ କେଉଁ ବିକାଶ ଗଭୀର ଭାବେ ଜଡ଼ିତ? ଭାଷା ଓ ମାନସିକ। ମୋଟର ସମନ୍ୱୟ ଭଲ ଥିଲେ ଶିଶୁ ଆତ୍ମବିଶ୍ୱାସୀ ହୁଏ। ଶାରୀରିକ ଶକ୍ତି ବିକାଶ ଶିଶୁକୁ କିପରି ସାହାଯ୍ୟ କରେ? ଦୈନନ୍ଦିନ କାମ ସହଜରେ କରେ। ମୋଟର କୌଶଳ ଅଭ୍ୟାସ କେବେ ଆରମ୍ଭ ହେବା ଉଚିତ? ଶିଶୁ କାଳରୁ। ଲେଖିବା ସମୟରେ ଶିଶୁ କେଉଁ କୌଶଳ ଅଧିକ ଦରକାର? ସୂକ୍ଷ୍ମ ମୋଟର। ଶାରୀରିକ କ୍ରିୟାକଳାପ ଶିଶୁଙ୍କ ମନୋଭାବକୁ ସକାରାତ୍ମକ କରେ। ମୋଟର ବିକାଶର ଅଭାବ ହେଲେ ଶିଶୁଙ୍କ ଶିଖିବାରେ ଅସୁବିଧା ହୁଏ। ଶିଶୁଙ୍କୁ ଖୋଲା ଜାଗାରେ ଖେଳିବା ଦରକାର। ଲାଭ କ'ଣ? ଶାରୀରିକ ଶକ୍ତି ବଢ଼େ। ମୋଟର ସମନ୍ୱୟ ଉନ୍ନତି ଶିଶୁକୁ କ'ଣ ଦେଇଥାଏ? ଆତ୍ମବିଶ୍ୱାସ। ମୋଟର ବିକାଶ ସମୟରେ ଶିଶୁଙ୍କୁ କ'ଣ ଦେବା ଦରକାର? ଉତ୍ସାହ ଓ ସମର୍ଥନ। ମୋଟର କୌଶଳ ଶିକ୍ଷାରେ ଖେଳ ହେଉଛି ମୋଟର କୌଶଳ ଶିକ୍ଷାରେ ଖେଳ ମୁଖ୍ୟ ମାଧ୍ୟମ। ଶାରୀରିକ ଶକ୍ତି ବିକାଶ ଶିଶୁଙ୍କ ଭବିଷ୍ୟତକୁ ସୁଦୃଢ଼ କରେ। ଶିଶୁ ବିକାଶରେ ଶାରୀରିକ ଶକ୍ତି ଓ ମୋଟର ସମନ୍ୱୟ ହେଉଛି ଅତ୍ୟନ୍ତ ଆବଶ୍ୟକ। DC-1 ୟୁନିଟ୍ 18 ଡେଭଲପମେଣ୍ଟ କଗ୍ନିଟିଭ୍ ଏବିଲିଟିଜ୍ ଆଣ୍ଡ ଅଣ୍ଡରଷ୍ଟାଣ୍ଡିଂ କନସେପ୍ଟ। ଜ୍ଞାନାତ୍ମକ ବିକାଶ କହିଲେ କ'ଣ ବୁଝାଯାଏ? ଅପସନ୍ ବି ଚିନ୍ତା, ବୁଝିବା, ସ୍ମୃତି ଓ ଶିଖିବାର କ୍ଷମତା ବିକାଶ।
ଶିଶୁଙ୍କ ଚିନ୍ତନ କ୍ଷମତା ବିକାଶ କେଉଁ ବିକାଶର ଅଂଶ? ଜ୍ଞାନାତ୍ମକ। ସମସ୍ୟା ସମାଧାନ କ୍ଷମତା କେଉଁ ବିକାଶ ସମ୍ପର୍କିତ? ଜ୍ଞାନାତ୍ମକ ବିକାଶ। ବସ୍ତୁକୁ ଚିହ୍ନିବା ଓ ତୁଳନା କରିବା କେଉଁ ବିକାଶକୁ ଥାଏ? ଧାରଣା ଓ ଗଠନ କ୍ଷମତା। ଧାରଣା କହିଲେ କ'ଣ ବୁଝାଯାଏ? କି ଅନୁଭବ ଆଧାର ଗଢ଼ି ଉଠୁଥିବା ଧାରଣା। ଗଣନା ଶିଖିବା ଦ୍ୱାରା କେଉଁ କ୍ଷମତା ବିକାଶ ହୁଏ? ସ୍ମୃତି ଆଉ ତର୍କ। ଶିଶୁଙ୍କ ଜ୍ଞାନାତ୍ମକ ବିକାଶରେ ଖେଳର ଭୂମିକା ହେଉଛି ଗୁରୁତ୍ୱପୂର୍ଣ୍ଣ। ଶିଶୁ କେବେ କାହିଁକି ପ୍ରଶ୍ନ କରେ? କୌତୂହଳ ଓ ଜ୍ଞାନାତ୍ମକ ବିକାଶରୁ। ସ୍ମୃତି କେଉଁ ବିକାଶର ଅଂଶ? ଜ୍ଞାନାତ୍ମକ। ଆକାର ରଙ୍ଗ ଆକୃତି ଚିହ୍ନଟ କରିବା କ'ଣକୁ ସାହାଯ୍ୟ କରେ? ଧାରଣା ବିକାଶ। ଶିଶୁଙ୍କୁ ପ୍ରଶ୍ନ କରିବାର ସୁଯୋଗ ଦେଲେ ଚିନ୍ତନ କ୍ଷମତା ବଢ଼େ। ଗଳ୍ପ ଶୁଣିବା ଦ୍ୱାରା କେଉଁ କ୍ଷମତା? ଗଳ୍ପ ଶୁଣିବା, ସ୍ମୃତି ଓ କଳ୍ପନା। ଅପସନ୍ ଏ। ଜ୍ଞାନାତ୍ମକ ବିକାଶ ଶିଶୁଙ୍କୁ କେଉଁଥିରେ ସାହାଯ୍ୟ କରେ? ଶିଖିବା ଓ ବୁଝିବାରେ। ବସ୍ତୁକୁ ଶ୍ରେଣୀବଦ୍ଧ କରିବା କେଉଁ କ୍ଷମତା? ତର୍କ ଓ ଧାରଣା। ଜ୍ଞାନାତ୍ମକ ବିକାଶ କେବେ ଆରମ୍ଭ ହୁଏ? ଜନ୍ମରୁ। ଶିଶୁ ଯଦି ଭୁଲ କରେ ତେବେ ଶିଖିବାର ସୁଯୋଗ ଭାବେ ନେବା ଉଚିତ। ଚିତ୍ର ଦେଖି କାହାଣୀ କହିବା କ'ଣ ବିକାଶ? କଳ୍ପନା ଓ ଚିନ୍ତନ। ଧାରଣା ବିକାଶ ପାଇଁ କେଉଁଟି ଆବଶ୍ୟକ? ଅନୁଭବ ଓ ପର୍ଯ୍ୟବେକ୍ଷଣ। ଶିଶୁଙ୍କୁ ତୁଳନା କରିବା ଶିଖାଇଲେ ତର୍କ ଶକ୍ତି ବଢ଼େ। ଜ୍ଞାନାତ୍ମକ ବିକାଶ ଶିଶୁଙ୍କ ଶିକ୍ଷାର ଆଧାର କାହିଁକି? ଏହା ଶିଖିବାକୁ ସହଜ କରେ। ସମସ୍ୟା ସମାଧାନ କ୍ଷମତା କେଉଁ ବିକାଶର ଅଂଶ? ଜ୍ଞାନାତ୍ମକ ବିକାଶ। ଗଣନା, ମେଳାପ ଓ ଶ୍ରେଣୀ ବିଭାଗ କରିବା ଦ୍ୱାରା କେଉଁ କ୍ଷମତା ବିକାଶ ପାଏ? ଧାରଣା ଓ ଚିନ୍ତନ କ୍ଷମତା। ଶିଶୁ କେବେ ବସ୍ତୁକୁ ଦେଖି ନଥିଲେ ମଧ୍ୟ ମନରେ ଭାବିପାରିବାକୁ କ'ଣ କୁହାଯାଏ? ପ୍ରତୀକାତ୍ମକ ଚିନ୍ତନ। ଖେଳ ଓ କାହାଣୀ ମାଧ୍ୟମରେ ଶିଶୁ କ'ଣ ଅଧିକ ଭଲ ଭାବେ ଶିଖେ? ଧାରଣା ଓ ନୂଆ ତଥ୍ୟ ବୁଝିବା। ଯଦି ଶିକ୍ଷକ ପ୍ରଶ୍ନ କରି ଶିଶୁଙ୍କୁ ଭାବିବାକୁ ଉତ୍ସାହିତ କରନ୍ତି ତେବେ କେଉଁ ବିକାଶ ହୁଏ? ଜ୍ଞାନାତ୍ମକ ବିକାଶ। ଧାରଣା ଗଠନ କହିଲେ କ'ଣ ବୁଝାଏ? ଶିଶୁ ଭିନ୍ନ ବସ୍ତୁ ମଧ୍ୟରେ ସମାନତା ପାର୍ଥକ୍ୟ ବୁଝାଏ। ଶିଶୁ ଯେତେବେଳେ ଆଗ ପଛ ଛୋଟ ବଡ଼ ବୁଝେ ଏହା କେଉଁ ବିକାଶର ଉଦାହରଣ? ଜ୍ଞାନାତ୍ମକ ବିକାଶ। ସ୍ମୃତିର ଭୂମିକା କେଉଁ ବିକାଶରେ ଅଧିକ? ଜ୍ଞାନାତ୍ମକ। ପ୍ରଶ୍ନ କରିବା ଶିଶୁଙ୍କ କେଉଁ କ୍ଷମତା ବଢ଼ାଏ? ଜିଜ୍ଞାସା ଏବଂ ଚିନ୍ତନ। ମେଳାପ ଖେଳ ଦ୍ୱାରା କ'ଣ ବିକାଶ ହୁଏ? ଧ୍ୟାନ ଓ ବୁଝିବା କ୍ଷମତା। ଶିଶୁ ଗୋଟିଏ ଜିନିଷକୁ ଅନ୍ୟ ଜିନିଷ ପ୍ରତିକା ବ୍ୟବହାର କଲେ ଏହାକୁ କ'ଣ କୁହାଯାଏ? ପ୍ରତୀକାତ୍ମକ ଚିନ୍ତନ। ଗଳ୍ପ ଶୁଣିବା ଦ୍ୱାରା ଶିଶୁଙ୍କ କ'ଣ ବିକାଶ ହୁଏ? ସ୍ମୃତି, କଳ୍ପନା, ବୁଝିବା କ୍ଷମତା। ଖେଳ ମାଧ୍ୟମରେ ଶିକ୍ଷା ଦେଲେ ଶିଶୁ ସହଜରେ ଆନନ୍ଦରେ ଶିଖେ। ଗଣନା କାର୍ଯ୍ୟ ଶିଶୁଙ୍କ କେଉଁ କ୍ଷମତା ବଢ଼ାଏ? ତର୍କ ଓ ସଂଖ୍ୟା ବୁଝିବା। ଶିଶୁ ଭୁଲ କରି ପୁଣି ଠିକ୍ କଲେ କେଉଁ ବିକାଶ ହୁଏ? ଜ୍ଞାନାତ୍ମକ। ଶ୍ରେଣୀ ବିଭାଗ କହିଲେ କ'ଣ? ସମାନ ଗୁଣ ଅନୁସାରେ ବସ୍ତୁ ଭାଗ କରିବା। ଧ୍ୟାନ କମ୍ ହେଲେ କ'ଣ ପ୍ରଭାବ ପଡ଼େ? ଶିଖିବାରେ ଅସୁବିଧା ହୁଏ। ଚିତ୍ର ଦେଖି ପରିଚୟ କରିବା କେଉଁ କ୍ଷମତା ସହ ସମ୍ପର୍କିତ? ସ୍ମୃତି ଓ ପରିଚୟ କ୍ଷମତା। ଅନୁକରଣ ଦ୍ୱାରା ଶିଶୁ କ'ଣ ଶିଖେ? ନୂଆ ଆଚରଣ ଓ କୌଶଳ। ଧାରଣା ବୁଝିବାରେ କେଉଁଟି ସାହାଯ୍ୟ କରେ? ପ୍ରତ୍ୟକ୍ଷ ଅନୁଭବ। ଖେଳନା ଗଠନ ଶିଶୁଙ୍କ କେଉଁ କ୍ଷମତା ବଢ଼ାଏ? ସମସ୍ୟା ସମାଧାନ କ୍ଷମତା। ଶିଶୁର ଜିଜ୍ଞାସା ଥିଲେ କ'ଣ ହୁଏ? ଜିଜ୍ଞାସା ଥିଲେ ଶିକ୍ଷା ଅଧିକ ହୁଏ। ସ୍ମୃତି। ଖେଳର ଉଦ୍ଦେଶ୍ୟ କ'ଣ? ସ୍ମୃତି ଓ ଧ୍ୟାନ ବଢ଼ାଇବା। ଶିଶୁ ଭିନ୍ନ ରଙ୍ଗ ପରିଚୟ ଦେଲେ କେଉଁ ବିକାଶ ହୁଏ? ଜ୍ଞାନାତ୍ମକ ବିକାଶ। ଧୀରେ ଧୀରେ ଜଟିଳ କାର୍ଯ୍ୟ ଦେବାକୁ କ'ଣ କୁହାଯାଏ? ଏହାକୁ କ୍ରମିକ ଶିକ୍ଷା କୁହାଯାଏ। ଚିନ୍ତା କରି ଉତ୍ତର ଦେବା ଶିଶୁଙ୍କ କେଉଁ କ୍ଷମତା ବଢ଼ାଏ? ଏହା ଶିଶୁଙ୍କ ତର୍କ ଶକ୍ତି ବଢ଼ାଏ। ପରିବେଶ ସହ ଅନ୍ତର୍ଗତ କଲେ କ'ଣ ବିକାଶ ପାଏ? ଜ୍ଞାନାତ୍ମକ ବିକାଶ। ଯଦି ଶିଶୁ କାରଣ ଫଳ ବୁଝିପାରେ ଏହା କେଉଁ ବିକାଶର ଅଂଶ? ଜ୍ଞାନାତ୍ମକ। ଶିଶୁକୁ ନିଜେ ଚେଷ୍ଟା କରିବାକୁ ଦେଲେ କ'ଣ ହୁଏ? ଆତ୍ମନିର୍ଭରତା ଓ ଚିନ୍ତନ ବିକାଶ ପାଏ। ଶିଶୁ ଯଦି ପୂର୍ବ ଅନୁଭବ କରେ ଏହା କ'ଣ ସୂଚାଏ? ଏହା ସ୍ମୃତି ଓ ବୁଝିବା କ୍ଷମତାକୁ ସୂଚାଏ। ଜ୍ଞାନାତ୍ମକ ବିକାଶ ପାଇଁ ସବୁଠାରୁ ଭଲ ଉପାୟ କ'ଣ? ଖେଳ, କଥାବାର୍ତ୍ତା, ଅନୁଭବ ମାଧ୍ୟମରେ ଶିକ୍ଷା। ଏହିଭଳି ଡିସି ଭିଡ଼ିଓ ପାଇଁ ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।